ମୁଁ ଆଜି ପ୍ରସ୍ତୁତ କରିଛି ଚିଜ୍ ମଲାଇ କର୍ନ ଆଉ ଖାଇବା ପାଇଁ ବହୁତ ଟେଷ୍ଟି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଏଠି ମକା ନେଇଛି। ମକାକୁ ତାର ଉପର ଚୋପା ଛଡ଼େଇ ଦେଇଛି। ଏ ମକା ଆମେ କ'ଣ କେମିତି ଖାଆନ୍ତି, ଯେହେତୁ ସିଝେଇକି ଆମେ ଲେମ୍ବୁ ଲଙ୍କା ଦେଇକି ଆମେ ତାକୁ ରବ୍ କରିକି ଖାଆନ୍ତି। ଛୁଆମାନେ ବି ବହୁତ ଅଳ୍ପ ଖାଆନ୍ତି, କିଛି ଖାଆନ୍ତିନି, କିନ୍ତୁ ଏଇ ଟାଇପ୍ର ମକା କରିକି ଦେଲେ ଛୁଆମାନେ ଖାଇବା ପାଇଁ ବହୁତ ଖୁସି ହେବେ, ବଡ଼ମାନେ ବି ଖାଇବା ପାଇଁ ଖୁସି ହେବେ। ମୁଁ ମକାକୁ ଛଡ଼େଇ ଦେଇଛି, ଛଡ଼େଇ ଦେଇକି ତାକୁ ଦୁଇ ଖଣ୍ଡ କରିଦେଇଛି। ତାର ଯେଉଁ ଧରିବା ପାଇଁ ଯେଉଁ ଡେମ୍ଫ ଥିଲା, ତା ଡେମ୍ଫକୁ ବି ଭାଙ୍ଗି ଦେଇଛି। ଆପଣ ଚାହିଁଲେ ରଖିପାରିବେ, ମୋ ଡେମ୍ଫ ଛୋଟ ଛୋଟ ଥିଲା, ମୁଁ ସେଥିପାଇଁ ଡେମ୍ଫକୁ କାଟି ଦେଇଛି। ମୁଁ ଏଠି ମକାକୁ 3ଟା ମକା ନେଇଛି, ସେ ମକାକୁ ମୁଁ ତାର ଭାଙ୍ଗି ଦେଇଛି ବା 2 ଫାଳ କରିଦେଇଛି। ମୁଁ ଏଠି ଗୋଟେ ଇଟିଲି ଛାଞ୍ଚ ନେଇଛି, ଆପଣ ଚାହିଁଲେ ଷ୍ଟିମର୍ ନେଇପାରିବେ। ମୁଁ ଏ ମକାକୁ କ'ଣ କଲି, ବଟର ଦେଇକି ବଟର ମାରିଦେଇଛି। ସବୁ ମକାରେ ବଟର ମୁଁ ଏମିତି ମାରିଦେଇଛି। ମାରିକି ମୁଁ 8ରୁ 10 ମିନିଟ୍ ମକାକୁ ସିଝେଇ ଦେଇଛି। ମୋ ମକା ହେଇଗଲାଣି, ପ୍ରସ୍ତୁତ ହେଇଗଲାଣି। ମୋ 8-10 ମିନିଟ୍ ପରେ ମୁଁ ମକାକୁ ସବୁ ଗୋଟେ ଜାଲିରେ କାଢ଼ିଛି। ଆପଣ ଚାହିଁଲେ ପ୍ଲେଟ୍ରେ ବି କାଢ଼ିପାରିବେ। କାଢ଼ିକି ତାକୁ ମୁଁ ଥଣ୍ଡା କରିଛି। ଏଇ ମକାରେ ମୁଁ କ'ଣ କରିଛି ନା, ଆଇସ୍କ୍ରିମ୍ ଷ୍ଟିକ୍କୁ ତାର ଲଗେଇ ଦେଇଛି, କାହିଁକିନା ମୋତେ ଧରିବା ପାଇଁ ହ୍ୟାଣ୍ଡେଲ୍ ଟାଇପ୍ର ହେବ ଆଉ ସୁବିଧା ହେବ, ଆଉ ସେଇଥିପାଇଁ ମୁଁ ଲଗେଇ ଦେଇଛି। ଏଠି ମୁଁ ଗୋଟେ ପ୍ୟାନ୍ ନେଇଛି, ସେଥିରେ ବଟର ପକାଇଛି। ବଟର ପକାଇକି ତାକୁ ଚାରିଆଡ଼େ ବଟରକୁ ଖେଳେଇ ଦେଇଛି। ମୁଁ ଏଠି ରସୁଣ ଛୋଟ ଛୋଟ କରିକି କାଟିଥିଲି, ପୁରା ଗୋଟେ ରସୁଣ ମୁଁ ଏଠି ଛୋଟ ଛୋଟ କରିକି କାଟିଛି, ଟିକ୍ ଟିକ୍ କରିକି। ଆଉ କଞ୍ଚା ଲଙ୍କା 2ଟା କାଟିଛି, ଛୋଟ ଛୋଟ କରି କାଟିକି ମୁଁ ଏଇ ଲଙ୍କାକୁ ବି ଏଥିରେ ପକାଇଛି। ପକାଇକି ଆଉ ରସୁଣ ଆଉ ଲଙ୍କାକୁ ଟିକେ ଭାଜି ଦେଇଛି। ଟିକେ ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲେ ମୁଁ ଏଠି କ'ଣ କରିଛି ନା, ଓଟ୍ସକୁ ଗୁଣ୍ଡ କରିକି 1 ଚାମଚ ପକାଇଛି। ଆପଣ ଚାହିଁଲେ ମଇଦା ବି ପକାଇ ପାରିବେ, କିନ୍ତୁ ସମସ୍ତେ ମଇଦା ପକାନ୍ତି। ମୁଁ ଏଠି କ'ଣ କରିଛି ନା, ଟିକେ ଓଟ୍ସକୁ ଗୁଣ୍ଡ କରିଛି, ଆଉ ଖାଇବା ପାଇଁ ବି ବହୁତ ଟେଷ୍ଟି ଲାଗିବ। ମୁଁ ଏଠି ଓଟ୍ସକୁ ଭାଜି ଦେଇଛି ଟିକେ ହାଲକା ହେଇଗଲା ପରେ ମୁଁ ଏଠି 2 ତାଟିଆ, ଏଇ ତାଟିଆରେ 2 ତାଟିଆ ମୁଁ ଏଠି କ୍ଷୀର ପକାଇଛି। କ୍ଷୀର ପକାଇକି ଗୋଳେଇ ଦେଇଛି। ଯେଉଁ ଓଟ୍ସଟା ମୁଁ ପକାଇଥିଲି, ଟିକେ ଭାଜି ଦେଇଥିଲି, ସେ ଓଟ୍ସକୁ ମୋର ଟିକେ ଥିକ୍ ଆସିଯିବ। ଓଟ୍ସ ପକାଇଛି, ମୁଁ ସେଥିରେ ପାସ୍ତା ସିଜନିଂ ପକାଇଛି। ଆପଣ ଚାହିଁଲେ ଅରେଗାନୋ ପକାଇ ପାରିବେ, ଆଉ ଚିଲି ଫ୍ଲେକ୍ସ ପକାଇଛି। 1 ସ୍ପୁନ୍ ପାସ୍ତା ସିଜନିଂ ଆଉ 1 ସ୍ପୁନ୍ ଚିଲି ଫ୍ଲେକ୍ସ, 1 ଟିସ୍ପୁନ୍ ପକାଇକି ତାକୁ ଗୋଳେଇ ଦେଲି। ତା ଦେହରେ ଟିକେ ହାଲକା ଲୁଣ ପକାଇଛି। ଆଉ ଏଠି ମୁଁ ବ୍ଲାକ୍ ପେପର ବା ଗୋଲମରିଚ ଗୁଣ୍ଡ ପକାଇଛି। ପକାଇକି ତାକୁ ସବୁ ମୁଁ ଗୋଳେଇ ଦେଇଛି। ଆମେ ଯେଉଁ ଛୋଟ ଚାମଚ, ଯେଉଁ ଖାଇବା ଚାମଚରୁ ଛୋଟ ଚାମଚରେ ମୁଁ ଏସବୁ ପକାଇଛି। ପକାଇକି ତାକୁ ଏମିତି ତାକୁ ଦେଖନ୍ତୁ, ଷ୍ଟିକ୍ ଲଗେଇଛି କେମିତି, କର୍ନକୁ ସିଝେଇକି ଷ୍ଟିକ୍କୁ ଏମିତି ବୁଲେଇ ଦେଇଛି। ସବୁ ବୁଲେଇ ଦେଲେ ଆମେ ସେ ମାନେ ମକାରେ ସବୁଆଡ଼େ ଲାଗିଯାଇଥିବ। ଆମେ ଯେଉଁ ହ୍ୱାଇଟ୍ ସସ୍ କରିଛନ୍ତି, ସେଇ ହ୍ୱାଇଟ୍ ସସ୍ଟା ଆମର ସବୁଆଡ଼େ ଲାଗିଯାଇଥିବ। ଏଥିରେ ମୁଁ ସିମ୍ରେ ବି ରଖିଛି, ଟିକେ ସିମ୍ କରିଦେଉଛି, କାହିଁକିନା ସିମ୍ କରିଦେଲେ ସେ ସିମ୍ରେ ବେଶୀ ଜଲ୍ଦି ଫୁଟିଗଲେ, ଯେଉଁ ମୁଁ ଟିକେ ସିମ୍ରେ ରଖିଛି। ତାକୁ ମୁଁ ସବୁ ମକାକୁ ଏଇଭଳି ମୁଁ ପକାଇଛି। ପକାଇକି ଚାରିପଟେ ଗୋଲ କରିକି ରାଉଣ୍ଡ କରିକି ବୁଲେଇ ଦେଇଛି, ଯେହେତୁ ଆମର ସବୁ ମକାରେ ହ୍ୱାଇଟ୍ ସସ୍ ଲାଗିପାରିବ। ମୋ ଚ୍ୟାନେଲ୍କୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ, ଆଉ ମୋତେ ସପୋର୍ଟ କରିବେ। ସପୋର୍ଟ କଲେ ମୁଁ ନୂଆ ନୂଆ ରେସିପି ଆଣିବି। ଏଇଭଳିଆ ଚାରିଆଡ଼େ ଗୋଲ ଗୋଲ କରିଦେବେ। ମୁଁ ଏଠି ଚିଜ୍କୁ ପକାଇଛି। ଆପଣ ଚାହିଁଲେ ଚିଜ୍ ଆଗେ ପକାଇକି ତାପରେ ମକା ପକାଇ ପାରିବେ, ନହେଲେ ତା ଉପରେ ବି ପକାଇକି ଚିଜ୍ ତା ଉପରେ ଗୋଲ ଗୋଲ ସେମିତି ବୁଲେଇ ଦେବେ। ମୁଁ ଏଠି ଚିଜ୍ ପକାଇଛି, ଆଉ ଛୁଆଙ୍କୁ ଖାଇବା ପାଇଁ ବି ବହୁତ ଭଲ ଲାଗିବ। ଏମିତି ଗୋଲ ଗୋଲ ସବୁଗୁଡ଼ାକ ମୁଁ ଏମିତି ଚିଜ୍ ପକାଇକି ବୁଲେଇ ଦେଲି, ଯେହେତୁ ଚିଜ୍ ଗୁଡ଼ା ତଳକୁ ଯାଇକି ମେଲ୍ଟ କରିଯିବ। ଆପଣ ଏହିପରି ଥରେ ପ୍ରସ୍ତୁତ କରି ଖାଆନ୍ତୁ, ଆଉ ମୋତେ କମେଣ୍ଟରେ ଜଣାଇବେ କିପରି ଲାଗିଲା। ମୁଁ ଗୋଟେ ଆଣିକି ନିଜେ ଖାଇବା ପାଇଁ ମୁଁ ସେଇ ମକାର ଯେଉଁ ତା ଇଏରେ କି କାଢ଼ିକି ମୁଁ ସେଇଥିରେ ସର୍ଭ କରୁଛି।
ମୁଁ ଏଥିରୁ ଗ୍ରେଭିରୁ ଟିକେ ପକେଇଲି, ସେଥିରେ ଧନିଆ ପତ୍ର ଟିକେ ପକେଇଲି, ଗ୍ରେଭି ଦେଖି ପକେଇଲି, ଟିକେ ତା ଉପରେ ଲୁଣ ଛିଞ୍ଚି ଦେବେ, ସ୍ପ୍ଲିଟ୍ କରିଦେବେ ଚାରିପଟେ। ଆଉ ଏଠି ଧନିଆ ପତ୍ର ଟିକେ ପକେଇଲି, ଆଉ ମୁଁ ଏଠି ପେରି ପେରି ମସଲା ପକେଇଛି। ପେରି ପେରି ମସଲା ନ ରହିଲେ ଟିକେ ଲଙ୍କା ଗୁଣ୍ଡ ସ୍ପ୍ଲିଟ୍ କରିଦେବେ। ମୁଁ ଏଠି ପେରି ପେରି ମସଲା ଗୁଣ୍ଡ ପକେଇକି ଦେଖନ୍ତୁ କିପରି ଟେଷ୍ଟି।